ତମ ତ ଏଇଟା ନିଜେ ହେଲା ନିଜେ କ'ଣ କେମିତି ରିପୋର୍ଟ ତାଙ୍କର ଆସିଛି? ଆପଣଙ୍କର ବ୍ଲଡ୍ ସୁଗାର ଯୋଉଟା କି ଆଗରୁ ଏଠି କେବେ ଆସିଥିଲେ? ଆଜ୍ଞା ମୁଁ ତ ଆସିନଥିଲି, ଆଉ ଜଣେ ଭାଇ ଆସିଥିଲେ। ହଁ ସେମାନେ ମୋର 2 ମାସର ମେଡିସିନ ନେଇକି ଯାଇଥିଲେ। 2 ମାସ ପୂର୍ବରୁ 2 ମାସର 2 ମାସ ପୂର୍ବରୁ ନାଇଁ? ହଁ 2 ମାସ 2 ମାସ ପୂର୍ବରୁ ତାଙ୍କର ଥିଲା ଫାଷ୍ଟିଂରେ ସୁଗାର କେତେ ଥିଲା? 393 ଥିଲା। 393। ଏଇଟା ହେଲା ଏବେର ରିପୋର୍ଟ। ଏବେର ରିପୋର୍ଟ କେତେ ଅଛି? ଏଇଟା ଦେଖନ୍ତୁ ଏବେର ରିପୋର୍ଟ ଫାଷ୍ଟିଂ ବ୍ଲଡ୍ ସୁଗାର 188, ଯୋଉଟାକି 65ରୁ 110 ରହିବା କଥା, ମାନେ 300ରୁ 188 ଅଛି। ଆଉ ଯୋଉଟା ଖାଇଲା ପରେ ଯୋଉଟା 2 ଘଣ୍ଟା ପରେ ଖାଇଲା ପରେ ତାର 262 ଅଛି, ଯୋଉଟାକି 70ରୁ 140 ରହିବା କଥା। ପୁରା କମିଯାଇଛି, ବହୁତ କମିଯାଇଛି। ଘର କୋଉଠି ଭାଇ ତମର? ଆଜ୍ଞା ଆମ ଘର ହଉଛି ବଞ୍ଚକିଆ ଜିପି ବଗାବନ୍ଧି ରରୁଆ ବ୍ଲକ ମୟୂରଭଞ୍ଜ। ବହୁତ ବଢିଆ କାମ କରୁଛନ୍ତି ନା? ମେଡିସିନ କୁ ଖାଇଲା ପରେ ମୁଁ ନିଜେ ଜାଣିପାରୁଛି ମାନେ ମେଡିସିନଟା ଭଲ କାମ କରୁଛି। ମେଡିସିନଟା ଭଲ କାମ କରୁଛି ନାଇଁ? ଯାହା ହଉ ଖାଇକି ଭଲ ହେଇଗଲ, ସେଇଟା ବଡ କଥା। କେତେ ଖୁସି ଲାଗୁଛି? ମେଡିସିନ ତ ମୁଁ ଖାଉଥିଲି ମେଡିକାଲରୁ ମୁଁ 3 ବର୍ଷ ଖାଇଛି, ମୋର 3-4 ବର୍ଷ ହେଲାଣି। କେତେ ପଇସା ଖର୍ଚ୍ଚ ହେଇଥିଲା? ମାନେ ଆମର ତ ମାସକୁ ନିହାତି 500-700 ଟଙ୍କାର ମେଡିସିନ ନିଆହଉଥିଲା। ମାନେ ବର୍ଷକୁ 3,500 ଖର୍ଚ୍ଚ ହେଲା ବେଳକୁ ତମର 3-4 ବର୍ଷ ଖାଇଲା ବେଳକୁ ବହୁତ ପଇସା ଖର୍ଚ୍ଚ ହେଇଥିଲା। ବହୁତ ପଇସା ଖର୍ଚ୍ଚ ଏଠି କମ ପଇସା। ମୁଁ 2 ମାସର 1400 ଟଙ୍କାର ମେଡିସିନ ନେଇକି ଟିକେ ଭଲ ଅନୁଭବ କରୁଛି ଆଉ। କେତେ ଖୁସି ଲାଗୁଛି ଖାଇକି, ମାନେ ଭଲ ହେଇଗଲା ବୋଲି? ବହୁତ ଖୁସି ଲାଗୁଛି। ଏବେ ଆମର ଭାଇ ବି ଜଣେ 2 ଜଣ ଅଛନ୍ତି, ସେମାନେ ମତେ ପଚାରି ବୁଲୁଛନ୍ତି କୋଉଠୁ ମେଡିସିନ ଖାଇଲେ ଏତେ କମିଗଲା ପଚାରି ବୁଲୁଛନ୍ତି। ସେମାନେ ବି କି ହେଲେ ଆସନ୍ତା ମାସକୁ ଆସିପାରନ୍ତି। ଆଗରେ କେମିତି ଫିଲ୍ ହଉଥିଲା, ଏବେ କେମିତି ଫିଲ୍ ହଉଛି ସେଇଟା ଜାଣିପାରୁଛ? ଆଗେ ତ ଡ୍ରାଇଭର ଲୋକ ଗାଡି ପାରି ଚलो, କିନ୍ତୁ ବହୁତ ହାଲିଆ ଲାଗୁଥିଲା। ଏବେ ହାଲିଆ ଟିକେ ଲାଗୁନି? ଫିଟ୍ ଲାଗୁଛି। ତାହେଲେ ଠିକ ଅଛି। ଏଥର ଗୋଟେ ମାସର ଔଷଧ ପୁଣି ନେବେ? ହଁ ଏଇଥର 1 ମାସର ମେଡିସିନ ନେଇଛି, ଖାଇଲା ପରେ ଆଉ ଥରେ ଆସିବି ଆଉ। ହଁ।